ମୁଁ ପ୍ରଶାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ମୁଖ୍ୟ ସାନ ଭାଇ ପୁତଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକତା କରୁଛି। ରକ୍ତଦାନ ମହତ୍ ଦାନ। ଜଣଙ୍କର ରକ୍ତରେ ଅନ୍ୟ ଜଣେ ଯଦି ବଞ୍ଚି ପାରିଲା ତାହେଲେ ତାଠୁ ଆଉ ଉନ୍ନତି କାମ କିଛି ନାହିଁ, ଉନ୍ନତିମୂଳକ କାମ ନାହିଁ। ତେଣୁ ସ୍ୱେଚ୍ଛାକୃତ ଭାବରେ ଆମେ ସମସ୍ତଙ୍କୁ ଆଜି ଓଡ଼ିଆ ପକ୍ଷରେ ଅଭିନନ୍ଦନ କରିବା। ସମସ୍ତେ ଆସନ୍ତୁ, ରକ୍ତ ଦିଅନ୍ତୁ ଏବଂ ଜଣଙ୍କର ରକ୍ତରେ ଯଦି ଆମ ରକ୍ତରେ ଅନ୍ୟ ଜଣେ ବଞ୍ଚି ପାରିଲା ତାହେଲେ ନିଶ୍ଚିତ ଭାବରେ ଆମର ସମାଜରେ ଆଉ ରୋଗ ବ୍ୟାଧି ବ୍ୟାପୁଥିବା ଲୋକମାନଙ୍କ ଠାରୁ ଆମେ କିଛି ସାହାଯ୍ୟ ପାଇପାରିବା। ଧନ୍ୟବାଦ। ମୁଁ ଅଖିଲ କୁମାର ଗୁପ୍ତା, ଅଧ୍ୟକ୍ଷ ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ ଗଣିଆ। ଆଜି ଆମ ଓଡ଼ିଶା ସରକାରଙ୍କର ସଂସ୍କୃତି, ଓଡ଼ିଆ ଭାଷା ଏବଂ ଉଚ୍ଚଶିକ୍ଷା ବିଭାଗର ସମନ୍ୱୟରେ ଓଡ଼ିଆ ପକ୍ଷ ଉଦ୍ଦେଶ୍ୟରେ ଏପ୍ରିଲ 1 ତାରିଖରୁ ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଆମର ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏ ସଂକ୍ରାନ୍ତରେ ପ୍ରତ୍ୟେକ ଦିନ କିଛି ନା କିଛି, କେଉଁଦିନ କ୍ୟାମ୍ପସ କ୍ଲିନିଂ, କେଉଁଦିନ ଆମ ପୋଷାକ ଆମ ପରିଚୟ, କେଉଁଦିନ ଆମ ଭାଷା ଆମ ସଂସ୍କୃତି ଆମ ପାଇଁ ବଡ଼, କେଉଁଦିନ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା, କେଉଁଦିନ ଆମ ଓଡ଼ିଆ ଅସ୍ମିତାର ପରିଚୟ ଏବଂ ବିଶେଷ କରି ଆଜି 8 ତାରିଖ ରକ୍ତଦାନ ଅଭିଯାନ ଉପଲକ୍ଷେ ପ୍ରାୟ ପ୍ରତ୍ୟେକ କଲେଜ ଉଦ୍ୟମ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ଆମ ମହାବିଦ୍ୟାଳୟ ତରଫରୁ ଆମେ ରକ୍ତଦାନ ଅଭିଯାନ ଆରମ୍ଭ କରିଛୁ ଏବଂ ଆମେ ଆଶା ରଖିଛୁ ଆମର ଛାତ୍ରଛାତ୍ରୀମାନେ ଏବଂ କର୍ମଚାରୀମାନେ ଏବଂ ଆମ ଶୁଭେଚ୍ଛୁମାନେ ଏବଂ ଗଣିଆ ଅଞ୍ଚଳର ବୁଦ୍ଧିଜୀବୀମାନେ ଏବଂ ବିଭିନ୍ନ ସମାଜସେବୀ ସାମ୍ବାଦିକ ବନ୍ଧୁଗଣ ଆମକୁ ସହଯୋଗ କରୁଛନ୍ତି ଏବଂ ମୁଁ ପ୍ରଥମେ ରକ୍ତଦାନ କରି ଆମ ଛାତ୍ରଛାତ୍ରୀମାନଙ୍କୁ ଏବଂ ରକ୍ତଦାତାମାନଙ୍କୁ ଉତ୍ସାହିତ କରୁଛି। ରକ୍ତଦାତା ଜୀବନଦାତା ଏବଂ ରକ୍ତଦାନ ମହାପୁଣ୍ୟ ଏବଂ ଏହି ବାର୍ତ୍ତା ନେଇ ଆମେ ଆଗକୁ ଯିବା ଏବଂ ଅନ୍ୟର ଜୀବନ ରକ୍ଷା କରିବା, ରକ୍ତଦାନ କରିବା, ଜୀବନ ବଞ୍ଚାଇବା। ଧନ୍ୟବାଦ। ମୁଁ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଏବଂ NSSର କାର୍ଯ୍ୟକ୍ରମ ଅଧିକାରିଣୀ। ଆକ୍ଚୁଆଲି ବହୁତ ବଡ଼ ସୌଭାଗ୍ୟର କଥା ଯେ ଆମେ ବର୍ତ୍ତମାନ ଆମର ସରକାର ମଧ୍ୟ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। 1 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଯେଉଁ ପ୍ରୋଗ୍ରାମ ଆମକୁ ଦେଇଛନ୍ତି ତାରି ଭିତରେ ଆମର ଆଜି ଥିଲା ରକ୍ତଦାନ ଦିବସ ଏବଂ ଏହି ଦିବସ ପାଳନ ଅବସରରେ ଆମେ ଆମର ସମସ୍ତ ଷ୍ଟାଫ୍ ଏବଂ ବାହାରେ ସମସ୍ତଙ୍କୁ ମଧ୍ୟ ସାମିଲ କରିଥିଲୁ, ସମସ୍ତଙ୍କୁ ଅବଗତ କରାଇଥିଲୁ। ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଭରପୁର ଆୱାରନେସ୍ କରିଛୁ, କାରଣ ମୁଁ ମଧ୍ୟ ନିଜେ ଆଜିକୁ ମିଶାଇକି ପାଖାପାଖି 5-6 ଥର ରକ୍ତ ଦେଇସାରିଲିଣି ଏବଂ ସବୁବେଳେ ମଧ୍ୟ ମୁଁ ପିଲାଙ୍କୁ ଶିଖାଏ ଯେ ଜୀବନରେ ଆମେ ହୁଏତ ଆଉ କିଛି କରିପାରିବାନି କିନ୍ତୁ ନିଶ୍ଚିତ ଭାବରେ ରକ୍ତଦାନ କରି ଗୋଟେ ମହାନ ପୁଣ୍ୟ କାମ ଏଇଠି ଥାଇକି ହିଁ ଆମେ କରିବା। ଏଇ ଆୱାରନେସ୍ ମୁଁ ସବୁବେଳେ ଦିଏ, କାହିଁକିନା ଆଗକୁ ଆମର ଅଙ୍ଗଦାନ ମଧ୍ୟ ଆସୁଛି। ଯଦି ଏବେଠାରୁ ଆମେ ଏହି ରକ୍ତଦାନ ଦେବାର ଯେଉଁ ମାନସିକତା ପିଲାଙ୍କ ଭିତରେ ପ୍ରସାରିତ କରିପାରିବୁ ତାହା ଆଗକୁ ନିଶ୍ଚିତ ଭାବରେ ଅଙ୍ଗଦାନ କାର୍ଯ୍ୟକ୍ରମରେ ମଧ୍ୟ ସାଫଲ୍ୟ ହୋଇପାରିବ। ସେଇଥିପାଇଁ ମୁଁ ପିଲାଙ୍କୁ ଏବେଠାରୁ ବି ମୋଟିଭେଟ୍ କରୁଛି ଯେ ଆମେ ରକ୍ତ ଦେଲେ କ'ଣ ଭଲ ଅଛି, କ'ଣ ମନ୍ଦ ଅଛି, କ'ଣ ଦେଲେ ଉପକାର ତୁମର ହୋଇପାରିବ, ତୁମେ କେମିତି ଆଗକୁ ନିରୋଗ ହୋଇପାରିବ, କୌଣସି ବଡ଼ ବଡ଼ ରୋଗ ଏପରିକି ବ୍ଲଡ଼ ପ୍ରେସର, ଡାଇବେଟିସ୍ ମଧ୍ୟ ତୁମକୁ ଛୁଇଁବନି ଏବଂ ଏହା ଛଡ଼ା ଯେଉଁ ପୁଣ୍ୟ ଅର୍ଜନ କରିବ, ଯଦି ଭବିଷ୍ୟତରେ ତୁମକୁ ବି କେଉଁଠି କିଛି ଆକ୍ସିଡେଣ୍ଟର ସମ୍ମୁଖୀନ ହେବାକୁ ପଡ଼େ ଭଗବାନ କେଉଁଠି ନା କେଉଁଠି ବୁନ୍ଦିଏ ରକ୍ତ ତୁମ ପାଇଁ ନିଶ୍ଚୟ ରଖିଥିବେ। এই আওয়ারনেসটি ମୁଁ ସବୁବେଳେ କରେ ଏବଂ ଏଥିପାଇଁ ମଧ୍ୟ ଆମର ସମସ୍ତ ଷ୍ଟାଫ୍, କର୍ମଚାରୀ ଏବଂ ପ୍ରିନ୍ସିପାଲ ସାର୍ଙ୍କୁ ବି ବହୁତ ବହୁତ ମୁଁ ଧନ୍ୟବାଦ ଦେବି। ବହୁତ ତତ୍ପରତାର ସହିତ ଆମକୁ ଏହି କାର୍ଯ୍ୟକ୍ରମ କରିବାରେ ସାହାଯ୍ୟ କରିଛନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଧନ୍ୟବାଦ, କାହିଁକିନା ସେମାନେ ଆହୁରି ଆମକୁ ଭରପୁର ସହଯୋଗ କରିଛନ୍ତି। କର୍ମଚାରୀମାନଙ୍କୁ ମଧ୍ୟ ଧନ୍ୟବାଦ, ମିଡ଼ିଆବାଲାଙ୍କୁ ଆହୁରି ଧନ୍ୟବାଦ, ସେମାନେ ଆମ ପାଖକୁ ଆସିକି ଆମକୁ ଏତେ ସମୟ ଦେଇକି ଆମର ବାଇକ୍ ନେଉଛନ୍ତି। ଆଉ ସର୍ବୋପରି ସରକାରଙ୍କୁ ଭରପୁର ଧନ୍ୟବାଦ। এই କାର୍ଯ୍ୟକ୍ରମ ସେ ସାମିଲ ମାନେ ଚାଲୁ ରଖିଥାନ୍ତୁ ଏବଂ ଭରପୁର ଭାବରେ এটা ଚାରିଆଡ଼ ପ୍ରଚାରିତ ହେଉ ଏବଂ ସମସ୍ତେ ରକ୍ତଦାନ କରନ୍ତୁ, ସୁଖରେ ଏବଂ ସୁସ୍ଥରେ ବଞ୍ଚନ୍ତୁ।